ଅତୁଟ ବନ୍ଧନ ସିରିଏଲ୍ର ଆଜିର ଏପିସୋଡ଼ରେ ଆପଣମାନେ ଦେଖିବାକୁ ପାଇବେ ଭବାନୀ ମନେ ମନେ ବହୁତ ଡରି ଯାଆନ୍ତି। ଯଦି ତିନାଲିର ମେମୋରି ଆସିଯାଏ ଆଉ ତା ଦେହ ଭଲ ହୋଇଯାଏ ତାହେଲେ ଭବାନୀର କଥା ସେ ସମସ୍ତଙ୍କ ଆଗରେ କହିଦେବ। ଏଥିଲାଗି ଭବାନୀ ଚାଲାକି କରି ତିନାଲିକୁ ପୁଣି ଥରେ କରେଣ୍ଟ ସକ୍ ଦେବ ତା ପାଇଁ ପ୍ଲାନିଂ କରେ। ଆଉ ଏପଟେ ତ୍ରିଷିକା, କାର୍ତ୍ତିକ, ତେଜସ୍ ଏମାନେ ସମସ୍ତେ ଗାର୍ଡେନରେ ବସିଥିବେ। ଆଉ ଏ ସମୟରେ ଭବାନୀ ଯାଇ ସମସ୍ତଙ୍କ ସାମ୍ନାରେ ତିନାଲିକୁ କହୁଛି, ଆରେ ତିନାଲି ତୋ ସହିତ ମୋର କିଛି କାମ ଅଛି। କିନ୍ତୁ ଏ ସମୟରେ ତେଜସ୍ କହିବେ, ଆରେ ମା ତିନାଲିଙ୍କ ଦେହ ଜମା ବି ଭଲ ନାହିଁ, ତାକୁ ଟିକେ ହସ ଖୁସିରେ ରହିବାକୁ ଦିଅ ନା। ଆଉ ଏତେବେଳେ ଭବାନୀ କହୁଛନ୍ତି ଯେ ଆରେ ତା ପାଇଁ ମୁଁ ନା ମନ୍ଦିରରୁ ରକ୍ଷା ସୂତ୍ର ଆଣିଛି, ଆଉ ସେ ସୂତା ତା ହାତରେ ବାନ୍ଧିଦେଲେ ଦେଖିବୁ ଆମ ତିନାଲି ଏକଦମ ଠିକ୍ ହେଇଯିବ। ଏମିତି ମିଠା କଥା କହି ତିନାଲିକୁ ସେ ଘର ଭିତରକୁ ନେଇଯାଆନ୍ତି। ଆଉ ଆଗରୁ ପ୍ଲାନିଂ କରି ଗୋଟେ ଡକ୍ଟରକୁ କରେଣ୍ଟ ସକ୍ ଦେବା ପାଇଁ ରେଡ଼ି କରିଥିବେ। ଆଉ ତିନାଲିକୁ ନେଲା ପରେ ସେ ମେନ୍ ଡୋରକୁ ବନ୍ଦ କରିଦିଅନ୍ତି। ଆଉ ତିନାଲିକୁ ସେ ଡକ୍ଟର ପାଖକୁ ନେଇ ସେ କରେଣ୍ଟ ସକ୍ ଦିଅନ୍ତି। କିନ୍ତୁ ଏ ସମୟରେ ପରିବାର ଲୋକ ସମସ୍ତେ ଭବାନୀ ଉପରେ ଡାଉଟ୍ କରିବେ ଆଉ ସନ୍ଦେହ କରିବେ। ଆଉ ଏତେବେଳେ କାର୍ତ୍ତିକ କହୁଛନ୍ତି, ଆରେ ଭାଇ ମା ଏ ଅନ୍ଧବିଶ୍ୱାସ ଉପରେ କେବେଠୁ ବିଶ୍ୱାସ କଲାଣି, ମୋତେ ତ ଲାଗୁଛି କିଛି ନା କିଛି ଗଡ଼ବଡ଼ ଅଛି। ଏମିତି କହି ପୁରା ପରିବାର ଲୋକ ଯେତେବେଳେ ତିନାଲି ତିନାଲି କହି ପଛରେ ଆସିବେ ସେମାନେ ଦେଖନ୍ତି ଘରର ମେନ୍ ଡୋର୍ ବନ୍ଦ ଅଛି। ଏହାପରେ କାର୍ତ୍ତିକ, ତେଜସ୍ ଆଉ ତାଙ୍କ ବାପା ମେନ୍ ଡୋର୍କୁ ଭାଙ୍ଗିବାକୁ ଲାଗୁଥିବେ। କିନ୍ତୁ କେହି ବି ଯେତେବେଳେ ମେନ୍ ଡୋର୍ ଖୋଲୁନଥିବେ ଏ ସମୟରେ ସେମାନେ କୁହନ୍ତି ଯେ ନିଶ୍ଚୟ କିଛି ନା କିଛି ଗଡ଼ବଡ଼ ଅଛି। ଏପଟେ ଭବାନୀ ଡକ୍ଟରକୁ କହି ତିନାଲିକୁ ବାରବାର କରେଣ୍ଟ ସକ୍ ଦେଉଥିବ। ଆଉ ତ୍ରିଷିକା ଯେତେବେଳେ ଝରକା ପଟେ ଏସବୁ ଦେଖୁଛି ସେ ତାଙ୍କ ଭାଇ ତେଜସ୍କୁ ଆଉ ତାଙ୍କ ସ୍ୱାମୀ କାର୍ତ୍ତିକକୁ କୁହନ୍ତି, ଆରେ ମା ତ ଦିଦିକୁ କରେଣ୍ଟ ସକ୍ ଦେଉଛି। ଆଉ ତେଜସ୍ ଏସବୁ ଦେଖିଲା ପରେ ତିନାଲି ତିନାଲି କହି ଚିତ୍କାର କରିବେ। ଆଉ ଯେତେବେଳେ ତେଜସ୍ଙ୍କ ବାପା କୁହନ୍ତି, ଆରେ ତେଜସ୍ ଏଇ ରଡ଼ରେ ଏଇ ଝରକାକୁ ଭାଙ୍ଗିଦେ। ଆଉ ତେଜସ୍ ଯେତେବେଳେ ସେ ରଡ଼ରେ ସେ ଝରକାକୁ ଭାଙ୍ଗି ଘର ଭିତରକୁ ପଶିଯାଉଛି ଆଉ ଡକ୍ଟରକୁ ବହୁତ ମାରୁଛି। ଆଉ ତାଙ୍କ ମା ଯେତେବେଳେ କହିବ, ଆରେ ସେ ତେଜସ୍ ତୁ ସେ ଡକ୍ଟରକୁ ଛାଡ଼ିଦେନା। ଆଉ ଏତେବେଳେ କାର୍ତ୍ତିକ କଥା ଶୁଣି ଭବାନୀ ଦେବୀକୁ ଏକଦମ ଡରି ଠେଲିଦେବେ ଆଉ କହିବ ଯେ ମା ତୁମକୁ ବାରବାର ମନା କରିଥିଲି ନା, ତୁମେ ମୋ ତିନାଲି ପ୍ରତି କିଛି ବି ଅନ୍ୟାୟ କରିବନି ବୋଲି, ତୁମେ ଏମିତି କାହିଁକି କରୁଛ।